ଆଜି ଆମେ ଆରମ୍ଭ କରୁଛୁ ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟ ଅର୍ଜୁନ ବିଷାଦ ଯୋଗ। ଏହି ଅଧ୍ୟାୟରେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସୈନ୍ୟ ଦର୍ଶନ କରି ଅର୍ଜୁନଙ୍କ ମନର ଭୟ, କରୁଣା ଓ ଦ୍ୱନ୍ଦ୍ୱକୁ ଆମେ ଅନୁଭବ କରିବାକୁ ଯାଉଛୁ। ଏହି ଗୀତା କେବଳ ପୁସ୍ତକ ନୁହେଁ, ଏହା ସେଇ ମୁହୂର୍ତ୍ତ ଯେତେବେଳେ ଜୀବନ ଆମକୁ ପଚାରେ, ତୁମେ ଜାଣିଥିବ ଯେ କ'ଣ ଠିକ୍ ଓ କ'ଣ ଭୁଲ, ତାପରେ ମଧ୍ୟ ତୁମେ ଆଗକୁ ବଢ଼ିପାରୁନାହଁ। ଆଜି ଆମେ ଅର୍ଜୁନଙ୍କ କଥା ଶୁଣୁନାହେଁ, ଆଜି ନିଜ ମନର କଥା ଶୁଣିବାକୁ ଯାଉଛୁ। ଯଦି ତୁମ ମନେ କେବେ ଦ୍ୱନ୍ଦ୍ୱ ଆସିଛି, ଯଦି ତୁମେ କେବେ ଭାଙ୍ଗି ପଡ଼ିଛ, ତେବେ ଏହି ଯାତ୍ରାଟି ତୁମ ପାଇଁ, ତୁମର ଭିତର ଶାନ୍ତି ଏବଂ ନିଜର ପରିଚୟ ପାଇଁ। ପ୍ରଥମ ଶ୍ଲୋକ। ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାୟୁଜୁଃସବଃ ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ। ଧୃତରାଷ୍ଟ୍ର ଉବାଚ ହେ ସଞ୍ଜୟ, ମୋର ପୁତ୍ରମାନେ ଏବଂ ପାଣ୍ଡୁଙ୍କ ପୁତ୍ରମାନେ କୁରୁକ୍ଷେତ୍ରରେ ସମେତ ହୋଇ ଯୁଦ୍ଧ କରିବାକୁ ଯାଉଛନ୍ତି। ଏହା ଆମେ ଦେଖୁଛୁ। ଯେତେବେଳେ ମନେ ଭୟ, ସନ୍ଦେହ ଓ ଦ୍ୱନ୍ଦ୍ୱ ଥାଏ, ତେବେ ଜୀବନ ଆମକୁ ପରୀକ୍ଷା କରେ। ଏହି ଶ୍ଲୋକର ମାନେ ହେଉଛି, ଯୁଦ୍ଧ କେବଳ ମାଟିରେ ହୁଏ ନାହିଁ, ଯୁଦ୍ଧ ହେଉଛି ଆମର ମନରେ ଏବଂ ଆମେ ସେଥିରେ ଦୃଢ଼ ଓ ସଠିକ୍ ଚୟନ କରିବାକୁ ଶିଖୁଛୁ। ଏହା ଗୀତାର ପ୍ରଥମ ଶ୍ଲୋକ। ଧୃତରାଷ୍ଟ୍ରଙ୍କ ମନର ଅବସ୍ଥା ଆମ ସମ୍ମୁଖରେ ଖୋଲା ହୋଇଯାଉଅଛି। ସେ ଜାଣନ୍ତି ଯୁଦ୍ଧ ହେବ, କିନ୍ତୁ ନିଜ ପୁଅଙ୍କ ପାଇଁ ମନରେ ଭୟ ଓ ଆଶା ଦୁଇଟି ଏକ ସାଥିରେ ଅଛି। ସେ ଧର୍ମକୁ ଦେଖୁଛନ୍ତି, କିନ୍ତୁ ମନରେ ମୋର ପୁଅ ଭାବ ସତ୍ୟକୁ ତାଙ୍କୁ ଢାଙ୍କି ଦେଉଛି। ଏହା କେବଳ ଯୁଦ୍ଧର କଥା ନୁହେଁ, ଏହା ଏକ ମନର କଥା। ଯେତେବେଳେ ଆମ ମନ ଭଲ ଓ ଭୁଲରେ ଅଟକିଯାଏ, ତେବେ ଏହା ଦୁର୍ବଳତା ନୁହେଁ, ଏହା ଆମର ହୃଦୟର ସତ୍ୟ, ଏହା ମାନବତା। ଏହା କହି ଶିକ୍ଷା ମିଳେ, ଭୟ, ପ୍ରେମ, ଆଶା, ସନ୍ଦେହ ଏହି ସବୁ ଆମକୁ ଶକ୍ତି ଦିଏ ଏହି ଆନ୍ତରିକ ଯୁଦ୍ଧରେ ନିଜର ପଥ ଚିହ୍ନଟ କରିବା ପାଇଁ। ଆମ ମନର ଭୟ, ପ୍ରେମ, ଆଶା ଓ ସନ୍ଦେହ ଏହା କେବଳ ଧୃତରାଷ୍ଟ୍ରଙ୍କୁ ନୁହେଁ, ଆମ ପରିବାରର ଏକ ଏକ ସଦସ୍ୟ, ଆମ ସମ୍ପର୍କ, ଆମ ଦାୟିତ୍ୱରେ ବି ଏହି ଭାବ ହିଁ ଥାଏ। ଯେତେବେଳେ ଆମେ ମନ ଓ ହୃଦୟରେ ଭୟ ଓ ପ୍ରେମରେ ଅଟକି ଯାଉ, ତେବେ ଏହା ଆମକୁ ନିଜ ପରିବାର ସହ ସଠିକ୍ ଚୟନ କରିବାର ଶିଖାଏ। ଭୟ ଓ ସନ୍ଦେହ ଥିଲେ ମଧ୍ୟ ପ୍ରେମ ଓ ଦାୟିତ୍ୱ ଆମ ପଥକୁ ପ୍ରକାଶ କରେ। ଆମ ମନର ଆଭ୍ୟନ୍ତରୀଣ ଯୁଦ୍ଧ ଆମ ଦୈନନ୍ଦିନ ଜୀବନର ପରିବାର ଓ ସମ୍ପର୍କ ସହ ଏକତ୍ର ହୁଏ। ଧୃତରାଷ୍ଟ୍ରଙ୍କ ମନର ଭୟ, ପ୍ରେମ ଓ ସନ୍ଦେହ ଆମ ପାଇଁ ଶିକ୍ଷା। ସେ ଜାଣନ୍ତି ଯୁଦ୍ଧ ହେବ, ତଥାପି ନିଜ ପୁଅଙ୍କ ପ୍ରତି ମୋହ ତାଙ୍କୁ ନିଜର ନିର୍ଣ୍ଣୟରେ ଦ୍ୱନ୍ଦ୍ୱ ଓ ଭୟରେ ଅଟକାଇ ଦେଇଥିଲା। ଏହି ଦୃଶ୍ୟ ଆମକୁ ଶିଖାଏ, ଭୟ ଥିଲେ ମଧ୍ୟ ନିଜର ପଥରେ ସ୍ଥିର ରୁହ, ପରିବାର ଓ ସମ୍ପର୍କରେ ପ୍ରେମ ଓ କରୁଣା ରଖ, ମନର ଆଭ୍ୟନ୍ତରୀଣ ଯୁଦ୍ଧକୁ ନିଜର ଶକ୍ତି, ସତ୍ୟ ଓ ଭଲ ପଥ ପାଇଁ ବ୍ୟବହାର କର। ଏହି ତିନି ପାଠ, ଏହି ଗୀତାର ମୂଳ ଶିକ୍ଷା, ଆମ ଦୈନନ୍ଦିନ ଜୀବନରେ ଆମକୁ ମାର୍ଗଦର୍ଶନ କରିଥାଏ। ଆପଣ ଯଦି ଏହି ଶ୍ଲୋକ ଓ ଶିକ୍ଷାକୁ ପସନ୍ଦ କରିଥାନ୍ତି, ଏହାକୁ ନିଜ ଦୈନନ୍ଦିନ ଜୀବନରେ ପ୍ରୟୋଗ କରନ୍ତୁ। ଭାଗବତ ଗୀତାକୁ ନିଜ ସହ ନେଇ ଚାଲନ୍ତୁ, ନିଜ ମନର ଯୁଦ୍ଧରୁ ଶିଖନ୍ତୁ, ପରିବାର, ସମ୍ପର୍କ ଓ ଦୈନନ୍ଦିନ ଜୀବନରେ ଏହାକୁ ପ୍ରୟୋଗ କରନ୍ତୁ। ଏବଂ ଯଦି ଆପଣଙ୍କୁ ଏହି ଭିଡ଼ିଓଟା ପସନ୍ଦ ଆସିଛି, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ସବସ୍କ୍ରାଇବ୍ କରନ୍ତୁ। ଏହି ଉଚ୍ଚ ଶିକ୍ଷା ଓ ଭାଗବତ ଗୀତାର ଶକ୍ତି ଅନ୍ୟମାନଙ୍କ ପରିବାର ଓ ଜୀବନରେ ମଧ୍ୟ ଆଣିଦିଅନ୍ତୁ।